ମୋ ହାତ କଳା ହେଇଛି କହୁଛି ରୁହ। ଆଜି ସକାଳେ ସିମେଇ ରୁଟି କରିସାରିଲା ପରେ ହେଠୁ ଇଏ ଯାଇକି ନେଇ ଆସିଛନ୍ତି ବରା ତରକାରୀ। ବାପୁନି ବରା ତରକାରୀ ଦେଖି ଆଉ ସିମେଇ ରୁଟିକି ମୁଁ କହୁଛି ମୁଁ ଆଉ ଖାଇବିନି, ବରା ତରକାରୀ ଖାଇକି ସ୍କୁଲ ଯିବି। ହେଠୁ ଇଏ ବଜାର ଯାଇକି ରୋହି ମାଛ କିଲେ ନେଇ ଆସିଛନ୍ତି। ହେଠୁ କାଟିକି ବି ନେଇ ଯାଇଥିଲେ, ମୋତେ ଆଉ କଷ୍ଟ କରିବାକୁ ପଡ଼ିଲା ନାହିଁ। ହେଠୁ ମୁଁ କ'ଣ କଲି, ମାଛକୁ ଧୋଇ ଧାଇକି ଭଲ ଭାବରେ ଲୁଣ ହଳଦୀ ପକାଇକି ମାଛ ଭାଜିବାକୁ ବସିଗଲି। ଆଉ ମୋ ପଛରେ 4 ଗୋଡ଼ିଆ ନାଲି ଆଉ 2 ଗୋଡ଼ିଆ ବିଲେଇ ବସିଛନ୍ତି ବୋଲି ମୁଁ କ'ଣ ଦେଖିଛି। ସେ 2 ଗୋଡ଼ିଆ ବିଲେଇ କ'ଣ କରିଛି, ନାଲିକି ସବୁ ମାଛ ଦେଇଛି। ସିଏ ତ ଯାହା ଖାଇଲେ ନାଲିକି ବି ସବୁ ମାଛ ଦେଇଦେଲେ। ହେଠୁ ମୁଁ ଆଉ ମାଛ ଝୋଳ କରିବି କ'ଣ। ହେଠୁ ମୁଁ ମାଛ ଝୋଳ ବସାଇ ସାରିଲା ପରେ ଧଣିଆ ପତ୍ର 2ଟା ଆଣିକି ହେଠୁ ମାଛ ଝୋଳ ଟିକେ ପକାଇଦେଲି। ପକାଇ ସାରିଲା ପରେ ବାପୁନି କହୁଛି ମମି ଭାରି ଭୋକ କଲାଣି ମାଛ ଝୋଳ ଦେଖି। ଆମେ ସମସ୍ତେ ବସିଗଲୁ ଖାଇବା ପାଇଁ। ଇଏ କହୁଛନ୍ତି ମାଛ ଝୋଳ ବହୁତ ଭଲ ଲାଗୁଛି। ମୁଁ ବି କହିଲି ହଁ ମାଛ ଝୋଳ ଆଜି ବହୁତ ଭଲ ଲାଗୁଛି। ହେଠୁ ହଁ ସାଙ୍ଗମାନେ, ସିନା ମୋର ପାଟି ହେଇଗଲା ଟେଷ୍ଟ, କାହିଁକିନା ହାତ ମୋର ସାଙ୍ଗମାନେ କଳା। କାହିଁକିନା ଚୁଲିରେ ତ ଶୀତ ଦିନରେ ରୋଷେଇ କଲେ ମାନେ ନିହାତି ହାତ ତ କଳା ହେବ। ହଁ ସାଙ୍ଗମାନେ, ରହୁଛି। ଜୟ ଜଗନ୍ନାଥ।